नमस्कार ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ପରମାଣିକୁ ଫିକା କରିପାରେ ଲଘୁଚାପ ଜନିତ ବର୍ଷା। ଆସନ୍ତା 1 ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ରର ସମ୍ଭାବନା। 30ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବା ବେଳେ ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ପ୍ରଭାବରେ ଓଡ଼ିଶାର ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ ବୋଲି ସୂଚନା ଆସିଛି। ଅବପାତରେ ପରିଣତ ହୋଇଛି ଷଷ୍ଠ ଚିହ୍ନିତ ଲଘୁଚାପ। ଗତକାଲି ରାତି 11ଟାରେ ଲଘୁଚାପ ଜନିତ 10 କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି। ଗତକାଲି ଏହା ପଶ୍ଚିମ ଆଡ଼କୁ ଗତି କରି ପୁରୀ ଏବଂ କଲିଙ୍ଗପଟ୍ଟନମ ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଅତିକ୍ରମ କରିଥିଲା। ପରେ ଏହା ଧୀରେ ଧୀରେ ଦୁର୍ବଳ ହେବ ଏବଂ ଅବପାତର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଥିବ ବୋଲି ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ କେନ୍ଦ୍ର। ସେହିପରି ଆଜି ସାରା ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ରହିବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି 60 କିଲୋମିଟର ବେଗରେ ପବନ ବହିବ ନେଇ ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର। ପୁରୀ, ଖୋର୍ଦ୍ଧା, ନୟାଗଡ଼ ମଧ୍ୟ ବର୍ଷା ସହ 60 କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ କେନ୍ଦ୍ର। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଷଷ୍ଠୀ ପୂଜା ହେଲେ ଏପର୍ଯ୍ୟନ୍ତ ସବୁ ପୂଜା କମିଟି ସ୍ଥାୟୀ ଏନ୍ଓସି ମିଳିପାରିଲା ନାହିଁ। ପ୍ରଶାସନିକ ଅବ୍ୟବସ୍ଥା ଭିତରେ ଫସିଯାଇଛି ପୂଜା କମିଟି। ଗତ ଶୁକ୍ରବାର ମାତ୍ର 65ଟି ପୂଜା କମିଟିକୁ ସ୍ଥାୟୀ ଏନ୍ଓସି ମିଳିଥିବା ବେଳେ ଆହୁରି 100ରୁ ଅଧିକ ପୂଜା କମିଟିକୁ ସ୍ଥାୟୀ ଏନ୍ଓସି ମିଳିପାରିନାହିଁ। ଫଳରେ ପୂଜା ଆୟୋଜନ ନେଇ କମିଟିମାନେ ଅକାଳନରେ ପଡ଼ିଛନ୍ତି। ଚଳିତ ବର୍ଷ ଦଶହରା ପାଇଁ ପୂଜା କମିଟି ଉପରେ ଅନେକଗୁଡ଼ିଏ ଅଙ୍କୁଶ ଲଗାଇ ଦିଆଯାଇଥିବା ବେଳେ ଚଳିତ ବର୍ଷ ତୋରଣ ନିର୍ମାଣ ଠାରୁ ଆରମ୍ଭ କରି ଅଗ୍ନି ନିର୍ବାପକ ବ୍ୟବସ୍ଥା, ଶବ୍ଦ ପ୍ରଦୂଷଣ କଟକଣା, ବିଦ୍ୟୁତ୍ କଟକଣା ଆଦି ନାନା ପ୍ରକାର ବ୍ୟବସ୍ଥା ଭିତରେ ପୂଜା କମିଟି ବାନ୍ଧି ହୋଇଯାଇଛନ୍ତି। ପୁଣି ପ୍ରଶାସନ ପକ୍ଷରୁ ବହୁ ବିଳମ୍ବ ମାର୍ଗଦର୍ଶନ ଜାରି କରାଯିବାରୁ କମିଟି ପାଖରେ ପୂଜା ଆୟୋଜନ ନେଇ ବିଶେଷ ସମୟ ରହିଲା ନାହିଁ। ଏଭଳି ସ୍ଥିତିରେ ଏନ୍ଓସି ପ୍ରଦାନରେ ବିଳମ୍ବ ହୋଇ ଚାଲିଛି ଏବଂ ନିୟମ ଅନୁସାରେ ଏନ୍ଓସି ପାଇଁ ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ। ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗରୁ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ ଏହିସବୁ ବିଭାଗ ସେମାନଙ୍କ ରିପୋର୍ଟ ଦେବାରେ ବିଳମ୍ବ କଲେ। ପ୍ରଶାସନିକ ସ୍ତରରେ ଏଭଳି ବିଳମ୍ବ ପାଇଁ ଏବେ ପୂଜା କମିଟିଗୁଡ଼ିକ ସେମାନଙ୍କ କାର୍ଯ୍ୟକୁ ଆଗେଇ ନେଇ ପାରୁନାହାନ୍ତି ଏବଂ ଫଳରେ ଚଳିତ ବର୍ଷ ଆଡମ୍ବରପୂର୍ଣ୍ଣ ପୂଜା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦରମାଭୋଗୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ନେଇ ଆସିଛି ଇପିଏଫ୍ଓ 3.0। ଏହା ମଧ୍ୟରେ ପିଏଫ୍ ଆକାଉଣ୍ଟ ବ୍ୟାଙ୍କ ଆକାଉଣ୍ଟ ପରି ବ୍ୟବହାର କରି ଏଟିଏମ୍ରୁ ନଗଦ ଟଙ୍କା ଉଠାଣ କରିପାରିବେ ଗ୍ରାହକ। ପ୍ରଥମେ ଏହି ଯୋଜନା ଅକ୍ଟୋବର 2025ରେ ଆରମ୍ଭ ହେବ ବୋଲି କୁହାଯାଇଥିବା ବେଳେ ବର୍ତ୍ତମାନ ଖବର ଅନୁଯାୟୀ ଜାନୁଆରୀ 2026 ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଆସିଛି। ଇପିଏଫ୍ଓର କେନ୍ଦ୍ର ଟ୍ରାଷ୍ଟ ବୋର୍ଡ ସିବିଟି ଆସନ୍ତା ମାସରେ ବୈଠକ କରି ଅନୁମୋଦନ ଦେବ ଏବଂ ଆବଶ୍ୟକ ବୈଷୟିକ ଭିତ୍ତିଭୂମି ପୂର୍ବରୁ ପ୍ରସ୍ତୁତ ଚାଲିଥିବାର ସୂଚନା ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବହୁ ଚର୍ଚ୍ଚିତ ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଶନିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। କ୍ରାଇମବ୍ରାଞ୍ଚ ଟିମ୍ ସମସ୍ତ ତଥ୍ୟ ଯୋଗାଡ଼ ପରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ୍ ଗତକାଲି ଦାଖଲ କରିଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଇସିଡିଏସ୍ ସୁପରଭାଇଜର ଏଆର୍ଆଇ ଅମିନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସବୁ ଜିଲ୍ଲାରେ ଅକ୍ଟୋବର 8ରୁ ନଭେମ୍ବର 13 ମଧ୍ୟରେ ଏହି ପ୍ରିଲିମିନାରୀ ଏକ୍ଜାମ ଆରମ୍ଭ ହେବାକୁ ଯାଉଛି। ଏହା ସହିତ www.ossc.government.in ରେ ଆଡମିଟ୍ କାର୍ଡ ଲେଟର ଡାଉନଲୋଡ କରିହେବ। ଛାତ୍ରଛାତ୍ରୀ ଚାହିଁଲେ ପୋର୍ଟାଲରୁ ମକ୍ ଟେଷ୍ଟ ମଧ୍ୟ ଦେଇପାରିବେ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଶିକ୍ଷା ବିଭାଗ କାର୍ଯ୍ୟରତ କିରାଣୀ ବା ଆଡମିନିଷ୍ଟ୍ରେଟିଭ ଷ୍ଟାଫଙ୍କର 3 ବର୍ଷରେ ବଦଳି ବାଧ୍ୟତାମୂଳକ କରାଯାଇଛି। ଯେଉଁ କିରାଣୀମାନେ ଗୋଟିଏ ସ୍ଥାନରେ 3 ବର୍ଷ କିମ୍ବା ତାଠାରୁ ଅଧିକ ଦିନ ରହିଛନ୍ତି ସେମାନଙ୍କୁ ତୁରନ୍ତ ବଦଳି କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଅଗଷ୍ଟ 20ରୁ ସାଧାରଣ ପ୍ରଶାସନ ଏଭଳି ନିୟମ ଅନୁଯାୟୀ ଗୋଟିଏ ସ୍ଥାନରେ 3 ବର୍ଷ ପୂରଣ କରିଥିବା କିରାଣୀଙ୍କ ମଧ୍ୟରୁ 50% ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅବଶିଷ୍ଟ 50% କିରାଣୀଙ୍କୁ ଆସନ୍ତା ବର୍ଷ ବଦଳି କରାଯିବ। ଯେଉଁମାନେ ଅଧିକ ବର୍ଷ ଧରି ରହିଛନ୍ତି ସେମାନଙ୍କୁ ପ୍ରଥମ ବଦଳି ଦିଗରେ ଗୁରୁତ୍ୱ ଦେବାକୁ କୁହାଯାଇଥିବା ବେଳେ ତେବେ ଏହି ନିୟମ ଶିକ୍ଷକମାନଙ୍କ ପାଇଁ ଲାଗୁ କରାଯିବ ନାହିଁ। ପ୍ରତିବର୍ଷ ଏପ୍ରିଲ 30ରୁ 15 ଜୁନ୍ ମଧ୍ୟରେ ସାଧାରଣ ବଦଳି କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ ଏବଂ ଏହି ସମୟ ସୀମା ପରେ
ପରେ ଯଦି କାହାକୁ ବଦଳି କରାଯାଏ ତେବେ ଏଥିପାଇଁ ଅଧିକରୁ ଅନୁମୋଦନ ଆବଶ୍ୟକ ରହିଛି। ଏହି ସମୟ କାର୍ଯ୍ୟକୁ ଠିକ୍ ଭାବରେ ପାଳନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ତାମିଲନାଡୁରୁ ଆସିଲା ବଡ଼ ଖବର। ଅଭିନେତା ତଥା ଟିଭିର ମୁଖ୍ୟ ବିଜୟ ରାଲିରେ ଘଟିଛି ବଡ଼ ଦୁର୍ଘଟଣା। ଶନିବାର ରାଲିରେ ଦଳଚକଟା ଯୋଗୁଁ 33 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି। ତାମିଲନାଡୁର କରୁକୋରମ୍ ଅଭିନେତା ଏବଂ ଟିଭିର ମୁଖ୍ୟ ବିଜୟ ରାଲିରେ ଏହି ଘଟଣା ଘଟିଥିବାର ସୂଚନା ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭିଡ଼ ଏତେ ଅଧିକ ଥିଲା ଯେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଦଳୀୟ କର୍ମଚାରୀ ସମେତ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅଭିନେତାଙ୍କ ରାଜନେତା ପାଲଟିବା ପରେ ବିଜୟ ରାଲିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ଏବଂ ଧାର୍ଯ୍ୟ ସମୟଠାରୁ 6 ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ। ପ୍ରବଳ ଭିଡ଼ ଥିବା ବେଳେ ତାଙ୍କୁ ଦେଖିବାକୁ ଫ୍ୟାନ୍ମାନଙ୍କ ଆଗକୁ ମାଡ଼ି ଚାଲିଥିଲେ ଏବଂ ଏହି ଫଳରେ ଦଳଚକଟା ସ୍ଥିତି ଉପୁଜିଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା ବେଳେ 20 ଜଣ ମୃତ୍ୟୁ ପରେ ତାମିଲନାଡୁ ମନ୍ତ୍ରୀ ରେନି ବାଲାଜୀ ଏବଂ କରୁକୁମ୍ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଗୁରୁତର ଏବଂ ଆହତଙ୍କୁ ଚିକିତ୍ସା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପୁରୀରୁ 20 ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ ହୋଇଥିବା ବେଳେ ପୁରୀ ସଦର ଥାନା ପୋଲିସ 200 ଗ୍ରାମ ବ୍ରାଉନ୍ ସୁଗର ଜବତ କରି ସହ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ 2 ଅଭିଯୁକ୍ତ ହେଉଛନ୍ତି ପୁରୀ ନୀଳାଚଳ ନଗରର ସୁକାନ୍ତ ପଣ୍ଡା ଓ ଜଳେଶ୍ୱର ଅଞ୍ଚଳର ମହମ୍ମଦ ସାଜାଦ। ଅଭିଯୁକ୍ତଙ୍କଠାରୁ ପୋଲିସ ନଗଦ 5,200 ଟଙ୍କା, ଗୋଟିଏ 4 ଚକିଆ ଯାନ, 2ଟି ମୋବାଇଲ ଫୋନ୍ ଜବତ କରିବା ସହିତ ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ତେବେ ପୋଲିସ ସୂଚନା ଅନୁଯାୟୀ ପୁରୀରେ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଅପରେସନ ଚକ୍ର ଅଭିଯାନରେ ପୋଲିସ ଅନେକ ଅପରାଧୀଙ୍କୁ ଗିରଫ କରିବା ସହ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ବିଶେଷରେ ଗିରଫ କରି କୋର୍ଟ ଚାଲାଣ କରୁଛି। ତେବେ ନୀଳାଚକ୍ର ନଗରରେ ବ୍ରାଉନ୍ ସୁଗର ବିକ୍ରି ହେଉଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ମିଳିବା ପରେ ସଦର ଥାନା ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ବ୍ରାଉନ୍ ସୁଗର ବିକ୍ରି ଅଭିଯୋଗ ସୁକାନ୍ତ ପଣ୍ଡା ଓ ମହମ୍ମଦ ସାଜାବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଗରୁ ମଧ୍ୟ ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା ବୋଲି ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ କନ୍ଧମାଳ ଏସ୍ପି ହରୀଶ ପିସିଙ୍କ ନିର୍ଦ୍ଦେଶ କ୍ରମେ ଗତ ଶନିବାର ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଡିଏସ୍ପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଏସ୍ଆଇ ଲକ୍ଷ୍ମୀ ମାଝୀ, ଜୟନ୍ତ ସେଠୀ, ଏସ୍ଆଇ ଅର୍ଜୁନ ଶ୍ରବଣ, ଶ୍ରୀନିବାସ ରାଓ ସଦଳବଳେ ଦାରିଙ୍ଗବାଡ଼ି ଥାନାରୁ ଫ୍ଲାଗ ମାର୍ଚ୍ଚ କରି 4 ଛକ, 3 ଛକ, ଶିବମନ୍ଦିର ସାହି, ଲକ୍ଷ୍ମୀ ବଜାର, ତୁଡୁଗିବାଡ଼ି, ଜାଗୃତି ସାହି, 51 ନମ୍ବର ଜାତୀୟ ରାଜପଥ ଆଦି ଅଞ୍ଚଳରେ ପୋଲିସ ବାହିନୀ ଘୂରି ବୁଲିଥିଲେ। ଆଗକୁ ପର୍ବପର୍ବାଣୀ ଆସୁଥିବାରୁ ଏହି ପୂଜା ଶାନ୍ତିପୂର୍ଣ୍ଣ ଭାବରେ ପାଳନ ପାଇଁ ପୋଲିସ ତାଙ୍କ ଉପସ୍ଥିତି ଜାହିର କରିବା ସହିତ ଦଶହରା ପାଇଁ ଏକ ଗଜଲକ୍ଷ୍ମୀ ପୂଜା ଚଳିତ ଥର ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ପୂଜା ପର୍ବଣ ପାଇଁ ଲୋକମାନଙ୍କୁ ଯେତିକି ନିଜର ପ୍ରସ୍ତୁତି ଚଳାଇଛନ୍ତି ସେତିକି ପୋଲିସ ପକ୍ଷରୁ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡିଏସ୍ପି କନକ ମାଝୀ କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଝାରସୁଗୁଡ଼ାର ପ୍ରକଳ୍ପ ବର୍ଷା କଲେ ପ୍ରଧାନମନ୍ତ୍ରୀ। 50,000 କୋଟି ଟଙ୍କାର ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟକ୍ରମର ଉଦ୍ଘାଟନ ସହିତ ସାରା ଦେଶରେ 97,500ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେବା ସହିତ ଓଡ଼ିଶା ପାଇଁ ମୋଟ 1,700 କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ସମ୍ବଲପୁର ଶାରଳା ମଧ୍ୟରେ 263 କୋଟି ରେଲୱେ ଫ୍ଲାଇ ଓଭର, କୋରାପୁଟ ବାଇଗୁଡ଼ା ରେଲୱେ ଦେହରୀକରଣ ପାଇଁ 481 କୋଟି, ବ୍ରହ୍ମପୁର ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ। ଏହା ସହିତ ରାଜ୍ୟରେ 130ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୱାଇଫାଇ ସୁବିଧା ପାଇଁ 90 କୋଟି ଟଙ୍କା ଉନ୍ମୋଚନ କରିଛନ୍ତି। ଏହାପରେ ଉପକୃତ ହେବ 2.5 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। 50,000 ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ ସହିତ ବିଏସ୍ଏନ୍ଏଲ୍ ଦ୍ୱାରା ସ୍ୱଦେଶୀ 4G ପ୍ରକଳ୍ପ ନେଟୱାର୍କ ସାମିଲ ହେବା ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ଓ ଭିସିରେ ସାମିଲ ହୋଇଥିଲେ। ଭିସିରେ ସାମିଲ ହେଲେ ଆନ୍ଧ୍ର, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ। ଏହା ସହିତ ମହାରାଷ୍ଟ୍ର, ଆସାମ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମଧ୍ୟ ଭିସିରେ ସାମିଲ ହେବା ସହିତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଭିସିରେ ସାମିଲ ହୋଇଥିଲେ। ସେ ବାୟୁସେନାର ସ୍ୱତନ୍ତ୍ର ବିମାନ ମଧ୍ୟରେ ଓଡ଼ିଶା ଆସିବା ସହିତ ବିମାନବନ୍ଦର ରାଜ୍ୟପାଳ ହରିବାବୁ କବିପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯାଇଥିବାର ସୂଚନା ଆସିଛି। ବିମାନବନ୍ଦରରେ ପହଞ୍ଚିବା ପରେ ରୋଡ୍ ଶୋରେ ଆମଲପଲ୍ଲୀ ସମାବେଶ ସ୍ଥଳକୁ ଯାଇଥିଲେ।